शास्त्र समस्तଙ୍କ उद्देश्य प्रणाम जनाई समस्तंकर मंगल कामना करुछि। मु 2-3 दिन पाई जगन्नाथଙ୍କ दर्शन को जाइथिली एवं मते जगन्नाथଙ୍କ दर्शन मु करी नहीं, किंतु जगन्नाथ क्षेत्र रे आम जो अनंत सागर आश्रम से अनंत सागर आश्रम रे मात्र गोटे राति रही मोर मन भीतर आसिला जीवन सारा बहुत बुलिलु, बहु कथा कहलु, किंतु आश्रम रे यदि आम हिसाब करूँ जे आमे वर्ष को आश्रम रे केते दिन रहूँ, से हिसाबटा भूल हो, कारण आश्रम आश्रम बाटे थिले भी आमर जेतिकी उपस्थिति सेतिकी आमर रहुनी। आमर दिगंत विस्तारी कार्यक्रम आम मन भितर अच्छी, इमिति तो आमे गछ लगेलु से सफा कलु से एमती केते गुड़े कथा जेमती करिया कथा आमर अल्प बहुत से सब शेष हो जाए, किंतु व्यापक ही नहीं, ताकू व्यापक करने को पड़ो। ये गोटे काम एवं आउ गोटे काम होची परिवेश और गणतंत्र आज विपन्न, केउठी गणतंत्र अच्छी सेटा भी जना पड़ुनी, परिवेशटी कौटी अच्छी ता भी जना पड़ुनी। तेणु यही परिवेश गणतंत्र सुरक्षा उद्देश्य रे गोटे सचेतन यात्रा आमे 2टी कि 3टी पर्याय आमे ताकू करूँ। ये सब कार्य नकरी आमे जदि केवल खाली सही रामायण कहबू, से महाभारत कहबू, गीता कहबू, भागवत कहबू, यही कथा यही प्रवचन देई लोकंक पाखरे प्रशंसित हबू, ये कथाटा मते मूलरू भल लगे। मते किए गोटे बहुत बड़ शब्द रे संबोधन करूँ कि मु एमती गोटे करी पारे बोली मते किए कहू, ये सब जिनस गुड़िक मो भितर प्रथम गुरु मध्य नहीं। तेबे ये जो संध्याटी आज आम ये बसीचे, ये संध्यारे आमे सबुदिने बसु, आज भी बसिलु। संध्या कहले गोटे घड़ी संधि मुहूर्त को संध्या कह जाए। आमर सनातन धर्म रे
ବା ହିନ୍ଦୁମାନଙ୍କ ଦୃଷ୍ଟିରେ ଆମର 3ଟି ସନ୍ଧ୍ୟା ଆମେ ପାଳନ କରୁ। ପ୍ରଭାତ 4 ଘଟିକା ଠାରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଇଏ ଗୋଟିଏ ସନ୍ଧ୍ୟା। ଏହି ସମୟରେ ଯେଉଁମାନେ ନିତ୍ୟ ନୈମିତ୍ୟ ସ୍ନାନ କରି ପ୍ରଭୁଙ୍କର ନାମ ନିଅନ୍ତୁ ବା ଭଲ କଥା ଚିନ୍ତା କରନ୍ତୁ। ଖାଲି ପ୍ରଭୁଙ୍କର ନାମ ନେଲେ ଯେ ଆମେ ଭକ୍ତ ହେବୁ ସେସବୁ କଥା ନୁହଁ। ସେସବୁ କଥା କାହିଁ ଠିକ୍ ଲାଗୁନି। ପ୍ରଭୁ ତ ଆମକୁ ଏ ଦୁନିଆକୁ ପଠାଇଛନ୍ତି, ଆମେ କେଇଟା ଦିନର ଯାତ୍ରୀ। ଆଉ କେତେ ଦିନ ଗଲାଣି, ଆଉ କେତେ ଦିନ ରହିବୁ। ଆଉ ତାରି ଭିତରେ ଆମେ ସବୁଗୁଡ଼ାକ ହିସାବ କଲେ କେମିତି ହେବ? ତେଣୁ ଆମେ ଯେତିକିଟି ଦିନ ରହୁ ଆମେ ସେତିକି ଦିନ ରହିପାରୁ ନ ରହିପାରୁ ସେ ତ ତାଙ୍କ ଇଚ୍ଛା। କିନ୍ତୁ ଗୋଟିଏ ସନ୍ଧ୍ୟା ହେଉଛି ପ୍ରଭାତ। ସେଇ ପ୍ରଭାତରେ ଆମେ ପ୍ରାର୍ଥନା କରିବା। ଯେଉଁ ପ୍ରାର୍ଥନାଟି ନିଷ୍କାମ ଭାବନାରେ କୌଣସି କାମନା ରଖିବାନି, ନିଷ୍କାମ ଭାବନାରେ ସେଇ ଜଗତପତି ବା ପରମାତ୍ମା ଶିଶୁ ଅନନ୍ତଙ୍କ ପଦାବ୍ଜରେ ପହଞ୍ଚେ। ତା ଦ୍ୱାରା କିଛି ଲାଭ ଅଛି। ମୁଁ ଦେଖିଛି ଗୋଟିଏ ଲୋକ ସବୁଦିନେ ଗୀତା ପଢ଼ନ୍ତି। ଗୀତା ବହି ଟିକେ ନେଇ ଆସିବେ, ତାକୁ ଟିକେ ମୁଣ୍ଡରେ ମାରିଦେବେ। କ'ଣ ଜପ ହପ କରନ୍ତି କି ନ କରନ୍ତି ମୁଁ କିଛି କହିପାରିବିନି। ସୌରୁ ଗୀତା ଫୁଷ୍ଟା ନଉଟେଇକିରି ପଢ଼ିଦେବେ। 5 ମିନିଟ୍ 3 ମିନିଟ୍ ଭିତରେ ଗୀତା ପାଠ ଶେଷ। ସିଏ ଶିଖିଲେ କ'ଣ? ଯାହା ସେ ଶିଖିଛନ୍ତି ତା ଲୋକମାନଙ୍କୁ ବୁଝେଇଲେ କ'ଣ? ଖାଲି ଆମେ ଗୀତା ପଢ଼ିଲୁ। ଏମିତି ଗୀତା ପଣ୍ଡା ନାମକ ବ୍ରାହ୍ମଣ ସବୁଦିନ ଗୀତା ପଢ଼ୁଥିଲେ, କିନ୍ତୁ ଗୀତାର କେତୋଟି କଥା ପ୍ରକୃତରେ ସେ ବୁଝିନଥିଲେ। ଗୀତା ପଢ଼ୁଥିଲେ କିନ୍ତୁ ତାକୁ ସେ ମାନେ ବୁଝୁନଥିଲେ। ତାକୁ ଏଇ ଭାବରେ ବୁଝୁଥିଲେ, ଗୀତା ପଢ଼ିଲେ ପୁଣ୍ୟ, ତାମାନେ ପୁଣ୍ୟ ଅର୍ଜନ କରିବା ପାଇଁ ସେ ଗୀତା ପଢ଼ୁ। ସମାଜର କିଛି ସଂସ୍କାର ହେଉ କି ଆମ ଜୀବନର କିଛି ଉନ୍ନତି ହେଉ, ଏସବୁ ଭାବନା ତାଙ୍କ ଭିତରେ ନଥିଲା, କିନ୍ତୁ ଭକ୍ତିରେ ପଢ଼ୁଥିଲେ। ଠିକ୍ ସେଇଭଳି ଭାବରେ ଆମେ ପୂଜା କରୁଛୁ, ପ୍ରାର୍ଥନା କରୁଛୁ, ସେବା କରୁଛୁ, ସବୁ କରୁଛୁ। ଦିନ ରାତି 24 ଘଣ୍ଟା ଭିତରେ ଆମେ ନିଶ୍ଚିତ ଘଣ୍ଟାଏ 1.5 ଘଣ୍ଟା କି 2 ଘଣ୍ଟା ଏଇଥିରେ ଆମର ମନ ଲଗେଇଛୁ। କିନ୍ତୁ ପ୍ରକୃତରେ ଏତିକି କ'ଣ ଆମର ସେ ସର୍ବଶକ୍ତିମାନ ଶିଶୁ ଅନନ୍ତଙ୍କ ଉଦ୍ଦେଶ୍ୟରେ ଏତିକି କ'ଣ ପ୍ରକୃତରେ ପୂଜା ନା ସେବା? ଯିଏ ଆମକୁ ଜନ୍ମ ଦେଇଛି, ଖାଇବାକୁ ଦେଉଛି, ପିନ୍ଧିବାକୁ ଦେଉଛି, ଶୋଇବାକୁ ଦେଉଛି, ବୁଲିବାକୁ ଦେଉଛି, ପ୍ରଶଂସା ଦେଉଛି, ନିନ୍ଦା ଦେଉଛି, ସବୁ ଦେଉଛି,
ଆମେ ତାଙ୍କୁ ଟିକେ ଚିନ୍ତା କରିବା। କ'ଣ ଏମିତି ଗୋଟେ ବହି ନେଇ ଆସି ତାକୁ ଗୋଟେ ପଢ଼ିଦେଲେ ଆମର ଜ୍ଞାନ ଅର୍ଜନ ହେଇଯିବ? ମୁଁ ବି ଜୀବନରେ ମୋ ପିଲାଦିନୁ ମୁଁ ଗୀତା ପଢ଼େ, ଏଇଟା ସମସ୍ତେ ଜାଣନ୍ତି। ସିଏ ପୃଷ୍ଠାଏ ପଢ଼େ କି ଶ୍ଲୋକ ଦୁଇଟା ତିନିଟା ପଢ଼େ, ମୁଁ ପଢ଼େ, କିନ୍ତୁ ଗୋଟେ ସନ୍ଧିଆନ ମୋ ଭିତରେ ଥାଏ, କର୍ମଟ କରିବ, କର୍ମ କରୁ କରୁ ଯିବ ମିଶୁ ଶାନ୍ତି ନିଳୟ। କର୍ମଟ କରିବା ପାଇଁ ତ ସିଧାସଳଖ ସେ କହିଲେ, ପୁଣି କାହିଁକି କହିଲେ ଯେ ଯୋଗସ୍ଥଂ କୁରୁ କର୍ମାଣି? ଏଇ ଗୋଟାକ ଅର୍ଥ କ'ଣ? ଏଇ ଅର୍ଥଟାକୁ ଟିକେ ଆମେ ବୁଝିବା। ତାକୁ ବୁଝୁ ବୁଝୁ ବର୍ଷେ ଦୁଇ ବର୍ଷ ବି ସମୟ ଯାଇନି, ଅନେକ ବର୍ଷ ବି ଗତ ହେଇଗଲା। ଯୋଗସ୍ଥଂ କୁରୁ କର୍ମାଣି। ଆପଣମାନେ ଫଟୋ ଚିତ୍ରରେ ଦେଖୁଥିବେ, ଶିବଙ୍କର ଗୋଟେ ଚିତ୍ର ଆପଣ ନିଶ୍ଚୟ ଦେଖିଥିବେ। ଶିବ ପଦ୍ମାସନରେ ବସିଛନ୍ତି, ଆଖି ବୁଜିଛନ୍ତି, ତ୍ରିଶୂଳ ପାଖରେ ଅଛି, ଆଶାବାଡ଼ି କାଖରେ ଅଛି, ଏମିତି ଭାବରେ ସେ ବସିଛନ୍ତି। ଯଦି ଏଇଆ ହିଁ କେବଳ ଶିବ କରିବେ, ଆମେ ଶିବଙ୍କୁ ପଚାରିବା, ସେ ଦେଖା ତ ହେବେନି, ତଥାପି ଆମେ ଆମର ମନେ ମନେ ପଚାରିଦେବା, ଏତିକି କାର୍ଯ୍ୟରେ କ'ଣ, ଏତିକି ଧ୍ୟାନରେ କ'ଣ ସଂସାରଟା ଉତ୍ପତ୍ତି ହେବ ନା ପ୍ରଳୟ ହେବ ନା ସଂସାର ରହିବ? କେବଳ ଏତିକି କାର୍ଯ୍ୟ କରିଦେଲେ ହେଇଯିବ? ମୁଁ ଧ୍ୟାନ କଲି, ମୁଁ ଜପ କଲି, ମୁଁ ଏମିତିକି ଆମର ଆଧ୍ୟାତ୍ମିକବାଦୀମାନେ, ବିଶେଷତଃ ଆମ ଧର୍ମର ଲୋକମାନେ, ଏଇ କଥା ଗୁଡ଼ାକ କେବଳ ଗପନ୍ତି। ସେତେବେଳେ ଗପନ୍ତି, ମୁଁ ତାଙ୍କ ମୁହଁକୁ ଅନେଇଥାଏ, ଆଉ କିଛି କହିଲେ ପୁଣି ମାଡ଼ଗୋଳ ହେବ, ମୁଁ କହେ ଚାଲ ଆମେ ପଳେଇବା, ସେ ତାର ଗପୁଛ। ଇଏ ଗପରେ ଦୁନିଆ ନାହିଁ। ପ୍ରକୃତ ଇଏ ଦୁନିଆ ଯଦି ଆଜି ରହିଛି, ସେ କ'ଣ ଗପ ଶୁଣିବା ପାଇଁ ରହିଛି? ମନେ କରାଯାଉ ଆପଣ ଜଙ୍ଗଲକୁ ଯିବେ, ଜଙ୍ଗଲରେ ଆପଣ ଫଳମୂଳ ତୋଳିବାକୁ ଗଲେ, ସେଠି ଯଦି ବସି ଗୋଟେ ଗପ ବହି ପଢ଼ିବେ, ଗୋଟେ ଗପ ବହି ପଢ଼ିଲେ, ତାର ଜଙ୍ଗଲ ସେତିକିରେ ରହିବ ନା ଜଙ୍ଗଲ ସୃଷ୍ଟି ହେବ? ସବୁବେଳେ ଗପକୁ ବାସ୍ତବତାରେ ପରିଣତ କରିବାଟା ହେଉଛି ଆମର ଧର୍ମ। ଆମେ ହାରମୋନିୟମ ଥୋଇଦେଲୁ, ମୃଦଙ୍ଗ ଥୋଇଦେଲୁ, ଗିନି ଥୋଇଦେଲୁ, ସବୁ ଆମର ମାଇକି ଥୋଇଦେଲୁ, ସବୁ ଥୋଇଦେଲୁ, ତାପରେ ବାଜିବ କେମିତି? କିଏ ବଜେଇବ? ବଜେଇଲା ବାଲା ନାହାନ୍ତି କି ବାଜିଲା ବାଲା ନାହାନ୍ତି। ତାହେଲେ ସିଏ ଯନ୍ତ୍ର ସବୁ ଥୁଆ ହେଇଗଲା, କ'ଣ ଲାଭ ହେଲା? ସେ ଖାଲି ଥୁଆ ହେଲେ ପୁଣି ଗଲେ। ଆଜିର ମଣିଷ ସମାଜ, ମୋ ଜୀବନର ଅନୁଭୂତିରୁ ମୁଁ କହୁଛି, ଆଜିର ମଣିଷ ଜୀବନ ଆପଣ ଟିକେ ଯେକୌଣସି ଦିନ ଗୋଟେ ସନ୍ଧ୍ୟାରେ କି ଗୋଟେ ସକାଳେ ଟିକେ ବୁଲି ଆସନ୍ତୁ, ଗୋଟେ ବଜାର ବୁଲି ଆସନ୍ତୁ, କିମ୍ବା ଗୋଟେ ସହର ବୁଲି ଆସନ୍ତୁ, ଗୋଟେ ଜାଗା ଆପଣ ବୁଲିକିରି ଆସନ୍ତୁ। ସେଠି ଆପଣ କ'ଣ ଦେଖିବେ?
ଧରନ୍ତୁ ଅଣ୍ଟାରେ ପଇସା ନେଇ ପାଖରେ ପଇସା ଅଛି, ସେ ପଇସାରୁ କିଛି ଖର୍ଚ୍ଚ କରି କ'ଣ ଚା ଜଳଖିଆ ଖାଇଲେ କି କ'ଣ କପଡ଼ା କିଣିଲେ ହେଲେ, ସେଇ କ'ଣ ଆମର ଜୀବନର କର୍ତ୍ତବ୍ୟ? ସେଇଥିରେ କ'ଣ ଆମର ପାରିବାରିକ ଜୀବନ ସଫଳ ହେବ? ଏମିତି ହଉ ହଉ ଯଦି ଆମେ ଜଙ୍ଗଲରେ ଗପ କହିବୁ, ଜମି ବାଡ଼ି ବଗିଚାରେ ବସି ଗପ ବହି ଶୁଣେଇବୁ, ତାହେଲେ ଜମି ବାଡ଼ି ବଗିଚା ଏସବୁ ଠିକ୍ ହେଇଯିବ। ପ୍ରକୃତରେ ସେଇ କଥା ପାଇଁ ଗପ ସୃଷ୍ଟି ହେଇନି। ଗପଟିଏ ସୃଷ୍ଟି ହେଇଛି ଆମମାନଙ୍କୁ ନିର୍ଦ୍ଦିଷ୍ଟ ଗୋଟିଏ ବାର୍ତ୍ତା ଦେବା ପାଇଁ। ସେ ଗପ ମାଧ୍ୟମରେ ସେ ଗୋଟିଏ ବାର୍ତ୍ତା ଦେଉଛନ୍ତି। ସେ ବାର୍ତ୍ତାର ଉଦ୍ଦେଶ୍ୟ ହେଲା ମୋର କ'ଣ କରିବା ଉଚିତ, କ'ଣ ନ କରିବା ଉଚିତ। ଆମେ ବାର୍ତ୍ତା ଦିକି ନେଇକରି ଆସିଲୁ, ଯାହା କରିବା କଥା ନୁହେଁ ସେୟା କଲୁ। ତେବେ ସେ ବାର୍ତ୍ତାକୁ ଆଣିଲୁ କାହିଁକି, ପଢ଼ିଲୁ କାହିଁକି, ଘରେ ରଖିଛୁ କାହିଁକି? ଏଇସବୁ ଆମ ଭିତରେ ଗୋଟାଏ ଭ୍ରମ। ତେବେ ଆମେ କାହିଁକି ଜନ୍ମ ହେଇଛୁ? ସେ ଜନ୍ମର ଯେତେ ଅର୍ଥ ଇଏ ପୃଥିବୀର ଜ୍ଞାନୀ ମାନି ସାଧକ ମହାତ୍ମା ମାନେ ଯେତେ ବହି ଲେଖିଛନ୍ତି, ଆପଣ ବି ତା ଭିତରୁ 10-20ଟା ବହି ପଢ଼ିଲେ ବି ହେବ। ଆପଣ ଯଦି କହିବେ ମୁଁ ସବୁଦିନ 10ଟା ଲେଖା ବହି ପଢ଼ିବି, ପଢ଼ନ୍ତୁ, କିନ୍ତୁ କିଛି ପାଇବେନି। ସେ ପଢ଼ିବାରେ କିଛି ପାଇବେନି। ପଢ଼ିବାଟାକୁ ଯଦି ଭଲ କରି ବୁଝିବେ ତାହେଲେ ପାଇବେ। ପୁଣି ବୁଝି ସାରି ଯଦି କରିବେ, ସେଇ କାମଟାକୁ କରିବେ, ତାହେଲେ ଆପଣ ପାଇବେ। ଆଉ ବହି ପଢ଼ିଲେ କ'ଣ ଗୋଟେ ହେଇଯିବ, ସେ ବହି ପଢ଼ିଲେ ଗୋଟେ ଜ୍ଞାନ ବଢ଼ିପାରେ, କିନ୍ତୁ ସେ ଜ୍ଞାନ କ'ଣ ଆମକୁ ଖାଇବାକୁ ଦେବ? ଜଣେ ମୂର୍ଖ ଲୋକ ଜମା ପାଠ ପଢ଼ିନି, ସେ ଟିପ ଚିହ୍ନ ଦେଇକିରି ମାନେ କାମ କରୁଛି, ତାକୁ ଦସ୍ତଖତ କରିବି ଆସେନି। ସେଇ ଲୋକଟି ଯଦି ଗୋଟେ ଖନ୍ଦା ଶାଳରେ କି ରୋଷେଇ ଘରେ ତାକୁ ପହଞ୍ଚେଇ ଦେବ, ସେଠି ଚାଉଳ ଅଛି, ଡାଲି ଅଛି, ପନିପରିବା ସବୁ ଅଛି, ତାକୁ ଗୋଟେ ଆସନ ଦେଇଦେବ, ସେ ଯାଇ ବସିବ। 2 ଘଣ୍ଟା ପରେ ବାହାରିବ, କ'ଣ ସବୁ ତରକାରୀ ଫରକାରୀ କଲ? କିଛି ନାହିଁ। ଚାଉଳ ଯେଉଁଠି ଅଛି ସେଇଠି, ଡାଲି ଯେଉଁଠି ଅଛି ସେଇଠି। ସେଥିପାଇଁ ଆମର କର୍ମବୀର ଗୌରୀ ଶଙ୍କର ଲେଖିଥିଲେ, ମାନବ ଜୀବନ ନୁହଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ। ମୋତେ ବି ଏବେ ବହୁତ ଭାବୁକ ବା ବ୍ୟକ୍ତିମାନେ ମୋତେ ବି ସବୁବେଳେ ସୂଚଉଛନ୍ତି ବା ମନେ ପକାଇ ଦେଉଛନ୍ତି ଯେ ବାବା ଆପଣ ଆଉ ଏତେ ବୁଲନ୍ତୁନି। ମୁଁ ତାକୁ ଭାବେ, ଯଦି ମୁଁ ଆଉ ବୁଲିବି ନାହିଁ, ହଉ ଆଜିଠାରୁ ସଂକଳ୍ପ କଲି ମୁଁ ବୁଲିବି, କରିବି କ'ଣ? କ'ଣ ଖାଲି ଚେୟାରରେ ବସିବି? ଖାଲି ଚେୟାରରେ ବସିବି, ନହେଲେ ଆରାମ ଚେୟାରରେ ବସିବି? ଏଇ କାମଟି ଯଦି ମୁଁ କରିବି, ଏଇଥିରେ କ'ଣ ଚାଷ ବାସ ବାଣିଜ୍ୟ ସବୁ ହେଇଯିବ? ତେଣୁ ଭୋଦେବ କର୍ମପାଦ୍ୟ ସେବ ବୋଲି
କୁହାଯାଇଛି କର୍ମଠାରୁ ବଡ଼ ଦେବତା ଦୁନିଆରେ କିଛି ନାହିଁ। ଏଇ ପବିତ୍ର ଆଶ୍ରମରେ ପ୍ରତ୍ୟେକ ଦିନ କେତେ ଲୋକ ପ୍ରସାଦ ପାଆନ୍ତି ମୁଁ ତା'ର ହିସାବ କିଛି ଜାଣିନାହିଁ। ମୁଁ ଯଦି କହିବି 30 ବର୍ଷ ପୂର୍ବରୁ କହିବି, ଏବେ କ'ଣ ହେଉଛି ତା ମୁଁ ବିଶେଷ ଲକ୍ଷ୍ୟ କରିପାରୁନି। ଯଦି ଦିନକୁ 200 ଲୋକ ପ୍ରସାଦ ପାଉଛନ୍ତି କି 100 ଲୋକ ପାଉଛନ୍ତି, ଆମକୁ ଯିଏ ପଚାରିବ କେତେ ଲୋକ ଖାଉଛନ୍ତି, ଆମେ କ'ଣ କହିବୁ 30 ଜଣ ଖାଉ। କିନ୍ତୁ ଏଇଥିରେ କ'ଣ ହିସାବଟା ମେଣ୍ଟିଯିବ? ସେ ଚାଉଳଟା ଆଇଲା କେଉଁଠୁ, ଜିରା ଫୁଟଣ ଆଇଲା କେଉଁଠୁ, ଡାଲି ଆଇଲା କେଉଁଠୁ, ତାକୁ କିଏ ଦେଲା ଆମକୁ? ଆମର ତ କିଛି ଜମିବାଡ଼ି ନାହିଁ। ଜମିବାଡ଼ି ଯେଉଁମାନେ ଘର ସଂସାର କରିଛନ୍ତି ସେମାନଙ୍କ ଭିତରେ ଜମି ଅଛି, ବାଡ଼ି ଅଛି, ସବୁ ଅଛି। ଆମର କ'ଣ ଅଛି? ହେଲେ କ'ଣ ପାଇଁ ଏତେ ଲୋକ କେଉଁଠୁ ଖାଇଲେ, କେମିତି କ'ଣ ଆସିଲା? ତେଣୁ ପ୍ରକୃତରେ ଲୋକବଳ, କର୍ମବଳ ଆଉ ଆଗ୍ରହ, ଆନ୍ତରିକତା, ଏଇ 3-4ଟି କଥା ଯଦି ଆମ ପାଖରେ ରହିବ ତାହେଲେ ମଧ୍ୟ ଆମେ କିଛି ପରିମାଣରେ ଆମେ ଆଗେଇ ପାରିବା। ଯେଉଁମାନେ ଏସବୁ କଥାକୁ ମାନେ କରୁନାହାନ୍ତି, ସେ 2 ଦିନ ଖାଇଲେ ଦିନେ ଉପାସ ରହୁଛନ୍ତି। କର୍ମ ସିନା କରେ ମଣିଷକୁ ବଡ଼, ଧର୍ମ ବଡ଼ କରେ ନାହିଁ। ମଣିଷକୁ ଯଦି କେହି ବଡ଼ କରେ ସେ ହେଉଛନ୍ତି କର୍ମଦେବତା। ସେ କର୍ମଦେବତାଙ୍କର ବାସ୍ତବ ପ୍ରତୀକ ହେଉଛନ୍ତି ସ୍ୱୟଂ ବଳଦେବ ବା ବଳରାମ ଅବତାର। ସିଏ କର୍ମବୀର ବୋଲି ଭାଇ ଭାଉଜଙ୍କୁ ଜଗିବାକୁ ଯାଇଥିଲେ। ଭାଇ ଭାଉଜ ତାଙ୍କର ଜଙ୍ଗଲରେ ବୁଲୁଥିଲେ, ତାଙ୍କର କେଉଁଠି ଯେଉଁଠି ଇଚ୍ଛା ହେଉଥିଲା ରହୁଥିଲେ। ଫଳ ଆଉ ତ କେଉଁଠି ଷ୍ଟୋଭ୍ ଫୋଭ୍ ତ ଗ୍ୟାସ୍ ନେଇନଥିବେ, ସେ ତ କେଉଁଟା ରୁଟି କି ଡାଲି କିଛି କରିକିରି ଖାଇବା ପାଇଁ। ତାହେଲେ ମୁଁ ସେ କଥାରେ ଭାବେ ଇଏ ଖାଉଥିଲେ କ'ଣ? ମୋର ଏଇ ଭାବନାଟା ମୋର ଅଛି। ମୁଁ ମାନେ ଇଏ କରି କହୁନି। ଏ ଯେଉଁ 14 ବର୍ଷ ବୁଲିଲେ, ଇଏ 14 ବର୍ଷ ତାଙ୍କ ବୁଲିକିରି ରୋଷେଇବାସ କେଉଁଠି କଲେ? ତାର ପାଖରେ ତ ପଇସା ଜମା ନଥିବ। ଇଏ ପୁଣି ଯାଇକିରି କେଉଁ ଦୋକାନରୁ ସଉଦା ଆଣିକିରି ରୋଷେଇ କଲେ? ତେଣୁ ଆକୁ ଜଣେ କିଏ ଲେଖିଦେଇଛି, ଆମେ ବି ତାକୁ ପଢ଼ି ଦେଉଛୁ ଏବଂ ଆମେ ଯେତେବେଳେ ଅନ୍ୟକୁ କହୁଛୁ ସିଏ ଯେମିତି ଜାଣିବ ଯେ ଇଏ ଗୋଟେ ମହାନ ପଣ୍ଡିତ। କିନ୍ତୁ କର୍ମର ପ୍ରତୀକ ଥିଲେ ଲକ୍ଷ୍ମଣ। ରାମଙ୍କ ଭୂମିକା ଅଲଗା ଥିଲା। ତାଙ୍କୁ ଆମେ କେଉଁ ଭୂମିକାରେ ଥିଲେ ବୋଲି ଆମେ ଏଇଟା କହିବା ବି ଆମର ଭୁଲ ହେଇଯିବ। ଲକ୍ଷ୍ମଣ ଥିଲେ କର୍ମର ଭୂମିକାରେ। ସେ ଫଳମୂଳ ସଂଗ୍ରହ କରୁଥିଲେ, ମା ଜାନକୀଙ୍କ ପାଖରେ ରହୁଥିଲେ। ମା ଜାନକୀଙ୍କର କର୍ମ ହେଲା ସେ ତାକୁ ଧୁଆଧୋଇ ପରିଷ୍କାର ପରିଚ୍ଛନ୍ନ କରିକିରି 3 ବାଣ୍ଟ କରନ୍ତି। ଗୋଟିଏ ବାଣ୍ଟ ରାମଙ୍କର, ଗୋଟିଏ ବାଣ୍ଟ ଲକ୍ଷ୍ମଣଙ୍କର, ଗୋଟିଏ ବାଣ୍ଟ ସୀତାଙ୍କର। କିନ୍ତୁ ଲକ୍ଷ୍ମଣଙ୍କୁ ଯେଉଁ ବାଣ୍ଟଟି ଦିଅନ୍ତି ସେ ବାଣ୍ଟଟି ରାତିରେ ଲକ୍ଷ୍ମଣ ଖାଆନ୍ତି।
କାହିଁକି ଖାଆନ୍ତିନି ନା ରାତିଟା ହେଉଛି ଗୋଟେ ନିଶାଚର। ନିଶାଚର ମାନେ ରାତିରେ ଯିବା ଆସିବା କରନ୍ତି, ଚୋର ଡକାୟତ ତସ୍କର ଭୂତ ପ୍ରେତ। ତେଣୁ ମୁଁ ଯଦି ଖାଇଦେବି ମୋ ନିଦ ମାଡ଼ିବ, ମୁଁ ଶୋଇପଡ଼ିବି। ତେଣୁ ସେ ଫଳ ଯାକ ତାକୁ ସବୁ ସାଇତିକିରି ରଖୁଥିଲେ। କର୍ମ ହେଉଛି ଗୋଟେ ଏତେ ବଡ଼ ଦେବତା। ଆମେ ଶିଶୁ ଅନନ୍ତଙ୍କୁ ଆମେ କପଡ଼ା ପିନ୍ଧେଇଛୁ, କପଡ଼ା ଆମେ ପିନ୍ଧେଇଛୁ। ଆପଣମାନେ ଭାବୁଛନ୍ତି କି ଶିଶୁ ଅନନ୍ତ ବୋଧେ ଆପେ ଆପେ ସେ ଲୁଗା କର୍ମ ସବୁ ପିନ୍ଧିଛନ୍ତି, କି ଜ୍ୟୋତିପ୍ରଭା ପିନ୍ଧିଛନ୍ତି, ସେ ତାଙ୍କର କବାଟ ଉଜେଇକିରି ଲୁଗା ବଦଳେଇଛନ୍ତି। ତେଣୁ ଏସବୁ ନୁହେଁ, ଆମକୁ ଯେମିତି ଭଲ ଦେଖାଯିବ, ଆମେ ଯେଉଁ ରୂପରେ ତାଙ୍କୁ ଦେଖିଲେ ଆମେ ଆକର୍ଷିତ ହେବା, ସେଇ ଭାବଟି ଆମର ଦରକାର। ଆମେ ସେମିତି ସଜେଇବୁ। ଫୁଲ, ଚନ୍ଦନ, ଧୂପ, ଦୀପ, ବସ୍ତ୍ର ଯାହା ବି ଦେଇଛୁ, ତାଙ୍କୁ କିଛି ଦେଇନୁ। ଏଇ ଯେଉଁ ଆପଣମାନେ ମୁଁ ଦେଖୁଛି ଟିଭି ପରଦାରେ ମାନେ ଖାଲି ଫୁଲ କ'ଣ ଖୋସୁଛନ୍ତି। ମାନେ କ'ଣ କିଛି କାମ ନାହିଁ। ତାପରେ ମାଳା ବସି ହେଲେ ଜପନ୍ତେ, ଖାଲି ଫୁଲ ଗୁଡ଼ିକ କ'ଣ ସେ ଖସି ପଡ଼ୁଛି, ଏଇଟାକୁ ପିନ୍ଧଉଛନ୍ତି। ଏଇ କାମରେ ତାଙ୍କର ଗୋଟାଏ ଓଳି କି ଗୋଟାଏ ଦିନ ଗଲା। ତେଣୁ କର୍ମ ହେଉଛି ମଣିଷର ସର୍ବଶ୍ରେଷ୍ଠ ଚାକିରି। ଜଣେ ବିବାହ ହୁଏ, ତାର ବାହାଘର ଲାଗିଲା। ଯଦି ତାର ବାହାଘର ଲାଗିଲା, ସେ ବାହାଘରର ବାହାଘରରେ କେତେ କଥା ହେଲା। ହରିବୋଲ ପଇଲା, ହରିବୋଲ ପଡ଼େନି, ହୁଳୁହୁଳି ପଇଲା, ଶଙ୍ଖ ବାଜିଲା, ଅଙ୍କ ହେଲା, ହଁ, ଛେଳି କଟା ହେଲା, ଇଏ କ'ଣ କୁକୁଡ଼ା କଟା ହେଲା, ଏତେ କଥା ହେଲା। କିନ୍ତୁ ବାହାଘରଟି କେଉଁଠି ହେଲା? ନା ବେଦୀ ଉପରେ ହେଲା। ବେଦୀ ଉପରେ ଯଦି ତାକୁ କଲେ କିଏ? ବ୍ରାହ୍ମଣମାନେ କଲେ। ସେ ଶିଖିଥିଲେ ପରେ, ଆଉ ପଡ଼ିଗଲେ ଆଉ କ'ଣ। ତାଙ୍କୁ ବି ଯଦି ପଚାରିବ ଇଏ ମନ୍ତ୍ର ଅର୍ଥ କ'ଣ, ସେ ମନ୍ତ୍ର ଅର୍ଥ କ'ଣ, ସେ କିଛି କହିପାରିବେ। ବହୁତ ଲୋକ କହିପାରିବେ, ସମସ୍ତେ ନୁହେଁ। ତାହେଲେ ବାହାଘରଟା କେଉଁଠି ହେଲା? ଆଉ ସେ ବାହାଘରର ମିନିଂଟା କ'ଣ? ସିଏ ବାହାଘରଟା ହେଲା କେଉଁଠି? ହାତରେ ହାତ ଯେତେବେଳେ ଗଣ୍ଠି ବହିଲା, ଯେତେବେଳେ ବ୍ରାହ୍ମଣ ଗାଇ ଉଠିଲା, ସେତେବେଳେ ସେ ମନ୍ତ୍ରକୁ ନ ଗାଇଲେ ବି ଚଳନ୍ତା, କିନ୍ତୁ ଗାଉଛନ୍ତି ଗୋଟେ ଗାଁଠୁ କାହିଁ ଆମେ ମନା କରିବା। ସେ ଯଥା ରାବଣ ସହ ମନ୍ତ୍ର ଧରି, ଅମକ ସହ ଅମକ ଧରି, ସେଇ ଗୋଟାକ ହେଉଛି ବାହାଘର। କେହି ଭାବିବେ କ'ଣ ମନ୍ତ୍ର ବ୍ରାହ୍ମଣ ପଡ଼ିଲାଣି, 2 ଘଣ୍ଟା ହେଲାଣି, ଇଏ ଗୋଟେ ଲୋକ କହୁଛି ବାହାଘର ହେଉଛି ସେଇ ଗୋଟାକ। ହାତ ସାଙ୍ଗରେ ହାତକୁ ମିଳେଇ ପରୋକ୍ଷରେ ସେ ସମାଜକୁ ଶିକ୍ଷା ଦେଉଛି, ବା ମଣିଷକୁ, ତା ପୁଅ ଝିଅଙ୍କୁ, ତା ଭାଇ ଭଉଣୀକୁ, ତା ବନ୍ଧୁବାନ୍ଧବଙ୍କୁ ଶିକ୍ଷା ଦେଉଛି, ହାତରେ ହାତ ମିଳେଇ କାମ କର। ଆଉ ଯଦି ହାତରେ ହାତ ମିଳିବନି, ତାହେଲେ କର୍ମଟା କେମିତି ହେବ? ତେଣୁ କର୍ମ କହିଲେ ପ୍ରକୃତରେ କେବଳ ଖଡ଼ା କଥ ଲଗାଇବା ଯେ କର୍ମ, ସେ କଥା ନୁହେଁ। କର୍ମ ହିଁ କର୍ମ ହେଇକରି ସବୁବେଳେ ରହିବେ। କର୍ମ ହିଁ ଦେବତା। କର୍ମ ପାଇଁ ପୃଥିବୀ ସୃଷ୍ଟି ହେଇଛି।
ଇଏ ହେଲା ପ୍ରକୃତରେ ବାହାଘର। ଇଏ ବାହାଘରରେ କେଉଁ ବ୍ରାହ୍ମଣ କେବେ ବି କହିଲେଣି ଆରେ ଆରେ ବରକନ୍ୟା ଟିକେ ମୋ ଆଡ଼କୁ ଅନା, ମୁଁ ଟିକେ କହୁଛି ଶୁଣ। କୋଉଦିନ କିଏ କହିଛି? ଧର ମୋତେ ଯଦି କିଏ କହିବ ଆପଣ ଏତିକି ବେଳେ 2 ମିନିଟ୍ କହୁନାହାନ୍ତି, ମୋତେ ଯଦି କିଏ କହିବ ଆପଣ ଟିକେ ଏଇ 2 ମିନିଟ୍ କ'ଣ କହିଦିଅନ୍ତୁ, ମୁଁ କ'ଣ କହିବି? ମିଳିମିଶି କାମ କର। ସହନା ଭବତୁ ସହନୌ ଭୁନକ୍ତୁ ସହ ବୀର୍ଯ୍ୟଂ କରବାବହୈ। ଇଏ ମିଳିମିଶି କାମ କରିବେ ନାହିଁ, ଇଏ ତାଙ୍କ ଆଡ଼କୁ ଅନେଇବେନି କି ସିଏ ତାଙ୍କ ଆଡ଼କୁ ଅନେଇବେ। ହେଲେ କାମଟା କ'ଣ, ଆଉ କାମ କେମିତି ହେବ? ଆପଣ ଯେଉଁଠିକି ଦେଖନ୍ତୁ, ଯେଉଁ ସ୍ଥାନକୁ ଲକ୍ଷ୍ୟ କରନ୍ତୁ, ମିଳିମିଶି କାମ କର, ଶାସ୍ତ୍ର ଆମର କହିଛି। ତାପରେ ଆଉ କ'ଣ ମିଳେଇବ? ଖାଲି ହାତକୁ ହାତ ମିଳେଇ ଦେଲେ କାମ ହେଇଗଲା ନା କ'ଣ? କଥା ବି ମିଶିବା ଦରକାର, ବ୍ୟବହାର ବି ମିଶିବା ଦରକାର, ଦାନ ବି ମିଶିବା ଦରକାର, ସାହାଯ୍ୟ ସହଯୋଗ ମିଳିବା ଦରକାର, ସେବା ବି ମିଳିବା ଦରକାର, ପ୍ରେମ ବି ମିଳିବା ଦରକାର। ଆଉ କିଛି ନାହିଁ। ବ୍ରାହ୍ମଣ କହିଛନ୍ତି ହାତକୁ ହାତ ଆସ ମିଳେଇଦେବା, ଏଇ ହେଲା ବାହାଘର। ମୁଁ ଯେତେବେଳେ ଏବେ ଆଉ ସେ ଯେଉଁ ବର ବାହାଘର ନିମନ୍ତ୍ରଣ ପାଇଲେ, ମୁଁ ଗୋଟେ ଚିଠି ଲେଖୁଥିଲି, କେତେବେଳେ ଗୋଟେ ଓଡ଼ିଆରେ, କେତେବେଳେ ଟିକେ ଇଂରାଜୀରେ ମୁଁ ଲେଖୁଥିଲି। ଏବେ ଆଉ ମୁଁ ଲେଖୁନି। ଲେଖିବି କାହିଁକି? ତାକୁ ପଢ଼ି ଦେଇକିରି ଖଟ ତଳକି କୋଉଠି ଗୁଡ଼ା ଭବା ଦେବେ, ଆଉ କାହିଁକି ଲେଖା ହେବ? ମ୍ୟାରେଜ୍ ଇଜ୍ ଦ ନଟ୍ luxurious life maintain to luxurious life. So what is marriage? Marriage is the carriage of all responsibility. ଦାୟିତ୍ୱକୁ ବହନ କର, ତାହେଲେ ଯାଇକିରି ବିବାହ ବା ଆମର ଏ ଯେଉଁ କ'ଣ ସବୁ ଇଏ ସବୁ ସାର୍ଥକ ହେବ। ଆଉ ମୁଁ ପୁଅ ବାହାଘର କଲି, 50 ଛେଳି କାଟିଲି, କେତେ ଦମ୍ଭରେ ସେ କହୁଛି। ମୋତେ ଯଦି ଗୋଟେ କିଏ ପାୱାର କ'ଣ ଦିଅନ୍ତା, ଏମିତିଆ ଯିଏ କହିବ ତାକୁ ଟିକେ ଖେଞ୍ଚି ଦେବୁ, ନହେଲେ ମୁଁ ନିଶ୍ଚୟ ତା ପିଠିରୁ କି ପେଟରୁ ତାକୁ ଟିକେ ଖେଞ୍ଚି ଦିଅନ୍ତି, ସେମିତି ରକ୍ତ ହୁଅନ୍ତା। ଛେଳି କାଟି, କୁକୁଡ଼ା କାଟି, ମେଣ୍ଢା କାଟି ତୁମେ ବାହାଘର କରୁଛ। ବାହାଘରରେ ମନ୍ତ୍ର ପଢ଼ା ହେଉଛି ଘଣ୍ଟାଏ, ଖାଇବା ପିଇବା ପାଇଁ ଯାଉଛି 2 ଦିନ। ସେ ପାରାଦୀପରୁ ଚୁଙ୍ଗୁଡ଼ି ଆସିବ, ବାଲୁଗାଁରୁ କଙ୍କଡ଼ା ଆସିବ, ଆଉ କେଉଁଠୁ କ'ଣ ଆସିବ? ଏଇ କ'ଣ ବାହାଘର? ତୁମେ ଜନ୍ମ ଯେତେବେଳେ ହେଇଛ ମାତୃଗର୍ଭରେ, ସେତେବେଳେ ମଧ୍ୟ ତୁମେ ବିବାହ ହେଇକିରି ତାପରେ ମର୍ତ୍ତ୍ୟକୁ ଆସିଲ। ତମ ବିବାହର ପ୍ରଥମ ବିବାହର ସରିଛି ମାତୃଗର୍ଭରେ। ମାତୃଗର୍ଭରେ ତମେ ବଞ୍ଚିଲ କେମିତି? ତେଣୁ ମାତୃଗର୍ଭରେ ହିଁ ତୁମେ ସବୁ ସ୍ୱୀକୃତ ଦୁଷ୍କୃତ ସବୁ ନେଇକିରି ଆସିଛ। ତେବେ ଯଦି ଯାହାଙ୍କ ଠାରୁ ତୁମେ ନେଇକିରି ଆଇଲ, ତାଙ୍କ ପାଇଁ ତୁମେ କରିଛ କ'ଣ? କ'ଣ କରିବାକୁ ଇଚ୍ଛା କରିଛ? ତାକୁ ବି ଟିକେ ଭାବ। ତୁମେ ଜୀବନରେ ତାଙ୍କ ଠାରୁ ଆସିଲ, ତାଙ୍କ ପାଇଁ ତୁମେ କରିଛ କ'ଣ? କ'ଣ ତାଙ୍କ ପାଇଁ ଜୀବନରେ କରିବ?
ତେଣୁ ଏଇସବୁ କଥାକୁ ଆମେ ଚିନ୍ତନ କଲେ, ଚିନ୍ତନ ଟିକେ ଭାବିଲେ ତ କେତେ କଥା ହେବ। ବାଟରେ ଚାଲି ଯାଉଛ ଗୋଟେ ସାଇକେଲରେ କି ଗୋଟେ ମୋଟର ସାଇକେଲରେ ଚାଲି ଯାଉଛି, ଯେଉଁଟ ମାନେ ସର୍କସ୍ ପାର୍ଟି ମୁଁ ପିଲାଦିନେ ଦେଖିଥିଲି। ତୀର୍ତ୍ତୋଲରେ ଗୋଟେ ସର୍କସ୍ ପଡ଼ିଥିଲା, ଭାରତ ସର୍କସ୍ ମୁଁ ଯାଇଥିଲି ଦେଖିବା ପାଇଁ। ସେଇ ସର୍କସ୍ଟା କାଳେ ମନେ ଅଛି, ଆଉ କେଉଁ ସର୍କସ୍ ମନେ ନାହିଁ। ଏ ସର୍କସ୍ ଦେଖିଲା ଭଳିଆ ଲୋକ ଏସବୁ ଯାଉଛନ୍ତି ଗାଡ଼ି ମଟରରେ, ସର୍ ସାର୍ ଧର୍ ସାର୍ ଚାଲେ, ସତେ ଯେମିତି ଗୋଟାଏ ଯୁଦ୍ଧକ୍ଷେତ୍ରକୁ ଯାଉଛନ୍ତି। ଇଏ ଯୁଦ୍ଧକ୍ଷେତ୍ରକୁ ଯାଇକିରି ସର୍କସ୍ କରୁଛନ୍ତି, ସେ କ'ଣ ସେ ସର୍କସ୍ରୁ ସେ କ'ଣ ଶିଖୁଛନ୍ତି? ତେଣୁ ଇଏ ସବୁ କଥାରେ କିଛି ନାହିଁ। ଇଏ ମୋଟର ସାଇକେଲ ଚଲେଇବା, ଗାଡ଼ି ଚଲେଇବା, ଆମେ ହଉ ଆମେ ଗୋଟେ ଏମିତି କର୍ମୀ ଲୋକ, କର୍ମ ସେଠି ନାହିଁ। ସାଇକେଲ ତୁମକୁ ବଞ୍ଚେଇ ପାରିବନି, ମୋଟର ସାଇକେଲ ବଞ୍ଚେଇ ପାରିବନି, ତୁମକୁ ଦୂର ବାଟରୁ ନେଇଯିବ, ନିକଟରେ ପହଞ୍ଚେଇ ଦେବ। କିନ୍ତୁ ନିଏ କିଏ? ଇଚ୍ଛା ଶକ୍ତି। ତମ ଭିତରେ ଯେ ପର୍ଯ୍ୟନ୍ତ ଇଚ୍ଛା ଶକ୍ତି ନାହିଁ, ସେ ପର୍ଯ୍ୟନ୍ତ କିଛି ହେବନି। ଏଠି କିଏ ଜଣେ ମୃଦଙ୍ଗ ବଜାଉଛନ୍ତି, କିଏ ଜଣେ ହାରମୋନିୟମ, କିଏ ଜଣେ ଗିନି, କିଏ ଜଣେ ଆମ ଗୌରାଙ୍ଗ ଭଲ ନାଚୁଛି, ଏସବୁ ଯେଉଁ ହେଉଛି, ସେ ଏକା ଦିନେ ସେସବୁ ହେଇଗଲା? ଆସ୍ତେ ଆସ୍ତେ ହଉ ହଉ ହେଲା ନା। ଆଉ ଆପଣ ଭାବୁନି ବାବା ଭଳିଆ ବର୍ତ୍ତମାନ ଏମିତି ଯାଉଛନ୍ତି, ସେମିତି ଯାଉଛନ୍ତି, ଲୋକ ସବୁ କହୁନାହାନ୍ତି, ଆମେ ସବୁ ଶୁଣୁଛୁ। ଏବେ ଆଉ କହୁନାହାନ୍ତି, ଆଗରୁ କହୁଥିଲେ। ତେବେ ଏମିତି ଆଉଛନ୍ତି, ସେମିତି ଆଉଛନ୍ତି, ସେମିତି। ଆରେ ଏଗୁଡ଼ାକ ହେଲା କେମିତି? ଏଇ ଯେଉଁ ମାଟିରେ ଆମେ, ଯେଉଁ ସ୍ଥାନରେ ଆମେ ବଇଛେ, ଏଇଠି ଥିଲା ବାଲିଗଦା। ଏଇ ଜାଗାଟା ଗୋଟେ ବାଲିଗଦା ଥିଲା। ସେ ବାଲିକି ଗୋଟେ ବ୍ୟବହାର କରିବା ପାଇଁ ମଧ୍ୟ ଆମ ପାଖରେ ପଇସା ନଥିଲା। କେଶରଡ଼ା ଗ୍ରାମର ପିଲାମାନେ ସେତେବେଳେ ପ୍ରାୟ ଆସୁଥିଲେ ଟିକେ ପ୍ରାର୍ଥନା କରିବା ପାଇଁ। ସେଇମାନେ ଦିନେ ଉଠିଲେ ଏକାଥରେ ବାଲି ଭର୍ତ୍ତି କରିଦେଇ କ'ଣ ସମାନ କରିଦେଇ ଚାଲିଗଲେ। ତେଣୁ ଆମ ହାତରେ ସବୁ କଥା ଅଛି, ଆମେ ସବୁ କିଛି କରିପାରିବା, କିନ୍ତୁ ଇଚ୍ଛା ଶକ୍ତି ଆମର କମିଯାଇଛି। ସେଥିପାଇଁ ଗୀତାରେ ସେ କହିଲେ ଯୋଗସ୍ଥଂ କୁରୁ କର୍ମାଣି, ଯାହା କରୁଛ ଚିନ୍ତା କରି କର। ଆଉ ଯେଉଁ କାମଟି କରୁଛ ସେ କାମଟି ଯେମିତି ଭଲ ଲୋକ ପ୍ରଶଂସିତ ହେବ, କର। ଆଜିକାଲି ବାହାଘର ସବୁ ହେଉଛି, ବହୁତ ବାହାଘର ହେଉଛି। ହଁ, ବାହାଘରଟା ହେଇଛି ଡିଜି ବାଜିବ ବୋଲି? ବାହାଘର ହେଇଛି ତମ ଭଳିଆ ଟୋକାମାନେ ବା ତମ ଭଳିଆ ଝିଅମାନେ ନାଚିବେ ବୋଲି? ତୁମେ ବାପା ଅଜା, ବଡ଼ ଭାଇ, ମାମୁଁ ମାଇଁଙ୍କ ଆଗରେ ତୁମେ ଯେଉଁ ଗାଣ୍ଡି ମୁଣ୍ଡ ହଲେଇ ନାଚୁଛ, ତୁମକୁ ଟିକେ ଲାଜ ମାଡ଼ୁନି? ତୁମ ଭିତରେ ଲଜ୍ଜାର ଗନ୍ଧ ନାହିଁ। ତୁମ ପାଟିରୁ ବାହାରୁଛି ମଦ ଗନ୍ଧ, ହାତ ଗୋଡ଼ ହଲୁଛି, ଗୋଡ଼ ଗୋଟାଏ ଜାଗାରେ, ହାତ ଗୋଟାଏ ଜାଗାରେ। ଏଇ ହେଉଛି ବାହାଘର। ଏଗୁଡ଼ାକ ସବୁ ଚାଲିଛି ଉପଭୋଗ। ଏଗୁଡ଼ାକ ବିଲକୁଲ ବାହାଘର ଫାଘର କିଛି ନୁହେଁ। ଗୋଟିଏ ଲୋକ କହିଲା ମୁଁ ବାହା ହେଇଛି। କେଉଁଠି ବାହା ହେଲ? ମୁଁ ଜାଣିକିରି ପଚାରିଲି, କେଉଁଠି ଜାଣିଲ? କେଉଁଠି ବାହା ହେଲ? ସେ ଘରୁ କହିଲା କେଉଁଠି ବାହା ହେଲେ? କହିଲା
ଗୋଟା କେଉଁ ମନ୍ଦିରରେ ମୁଁ ବାହା ବୋଲେ ସେ ବାହାଘରଟା ପୁଣି କେମିତି? ନା କିଛି ନାହିଁ, ସେ ଗୋଟେ ଫୁଲ ମଟେ ହେଲା, ମୁଁ ଗୋଟେ ଫୁଲଟା ଗୋଟେ ବାହାଘର ହେଇଗଲା। ଆଉ ମୁଁ ଏଇ ଫୁଲ ଗୋଟେ ତମ ବେକରେ ସେ ପକାଇଦେଲା, ତା ବୋଲେ ମୋ ବେକରେ ବା ସବୁଦିନ ଫୁଲ ପଡ଼ୁଛି, କାହିଁ ମତରେ କିଏ ବାହା ହେଇଛନ୍ତି ବୋଲି କହୁନାହାନ୍ତି। ମୋ ବେକରେ ଦିନେ ଦିନେ ଫୁଲ ପଡ଼ୁଛି, ମାନେ ମୁଁ ଏଇଟା ଗୋଟେ ବାହାଦୁରିଆ କଥା ମୁଁ କହୁନି, ସତ କଥାଟା କହୁଛି। ମାନେ ମୋ ବେକ କ'ଣ ହେଇଯାଉଛି, ତାହେଲେ ମୁଁ କ'ଣ ସେଇଟା ବାହା ହେବା ପାଇଁ ଫୁଲ ପକାଉଛି? ଫୁଲ ହେଉଛି ଗୋଟେ ନିମନ୍ତ୍ରଣ ବା ଶ୍ରଦ୍ଧା ବା ନିମନ୍ତ୍ରଣର ଗୋଟେ ଶ୍ରେଷ୍ଠ ପଦକ। ଯେମିତି ଘରକୁ ଜଣେ କୁଣିଆ ଆଇଲେ ସର୍ବତ ଟିକେ ଆମେ ଦେବା, ଏଇ ସେଇଆ। ସେସବୁ ବାହାଘର ଫାଘର କିଛି ନୁହେଁ, ଖାଲି ମନ୍ଦିରରେ ଫୁଲମାଳ ପକାଇଦେଲେ ବାହା ହେଇଯାଉଛ। ଏଇଭଳି ଭାବରେ ବାବୁ ସନ୍ଧ୍ୟା ସତ୍ସଙ୍ଗରେ ମୋତେ ତ ଆଉ ବେଶୀ ରାମାୟଣ ଭାରତ ଏସବୁ କହିବା ପାଇଁ ମୁଁ ଆସ୍ତେ ଆସ୍ତେ ଭୁଲି ଯିବାକୁ ଚେଷ୍ଟା କରୁଛି। କାରଣ ମୁଁ ଭୁଲି ଯିବାକୁ କାହିଁକି ଚେଷ୍ଟା କରୁଛି, ତାକୁ ମନେ ରଖି ମୁଁ କରିବି କ'ଣ? ହଁ ଧରାଯାଉ ମୁଁ ରାମାୟଣକୁ ପୁରା ମନେ ରଖିଲି, ମୁଁ କରିବି କ'ଣ? ତାକୁ କହିବି କାହା ଆଗରେ? ଯାହା ମୁଁ କହିବି ତାକୁ ମାନିବ କିଏ, ଆଉ କାର୍ଯ୍ୟରେ ପରିଣତ କରିବ କିଏ? ଯଦି କେହି କାହାର କିଛି କହିବାର ନାହିଁ, ମୁଁ କାହିଁ ଝୁଡ଼ାମୁ ଖର୍ଚ୍ଚ କରି କହିବି? ଯିଏ ତାଙ୍କର କହୁଛନ୍ତି କହନ୍ତୁ, ଆମର କ'ଣ ଯାଉଛି? କିନ୍ତୁ ଆମର ଯେତିକି ଦରକାର, ଯାହା କରିବା କଥା, ଯାହା କହିବା କଥା, ଯେତିକି ଦରକାର ଆମେ ଜୀବନରେ ସେତିକି କରିବା, ସେତିକି ହିଁ ଆମ ଜୀବନର। ମୁଁ ଏଇଠି ଗୋଟେ ଛୋଟିଆ ଉଦାହରଣ ଦେବି। ସେ ନନା ବସିଛନ୍ତି ପେଣ୍ଠ ବନ୍ଧକଟାର ରଙ୍କାଳ ମୌଜା। ସେ ଜଣେ ଅଭିନେତା ଥିଲେ, ତାଙ୍କ ବାପା ଜଣେ ଭଲ ତବଲା ବାଦକ ଥିଲେ। ସେ ତାଙ୍କ ଯୁବକ ସମୟଟି ତାଙ୍କର ଏଇ ଆଶ୍ରମରେ କଟିଛି। ସେ ପୁଣି କଟିଛି କେମିତି? ସେତେବେଳେ ଆମ ପାଖରେ ବସ୍ତା ନଥିଲା, ନା ଟିଣ ନଥିଲା, ନା ଘୁମ ନଥିଲା, କି ଓଳିଆ ନଥିଲା। ଏଇସବୁ ଟିଣ ଫିଣରେ ବୋତଲ ଫୋତଲ ସବୁ ରଖୁ। ସିଏ ଏଇ ଆଶ୍ରମକୁ ବର୍ଷ ବର୍ଷ ଧରି ଜଗିଛନ୍ତି। ବର୍ଷେ ନୁହେଁ, 6 ମାସ ନୁହେଁ, 5 ବର୍ଷ 3 ବର୍ଷ ବି ଜଗିଛନ୍ତି। ସିଏ ଥାଆନ୍ତି, ଆଉ ଜଣେ ଥାଆନ୍ତି। ଆଚ୍ଛା, ସିଏ ଜଗିଥିଲେ। ଆମେ ସେତେବେଳେ କେଉଁଠି ଥାଉ? ଆମେ କେଉଁଠି ଥାଉ ଆମେ ବି ଜାଣୁ। ମାନେ କେତେବେଳେ ବିଲରେ ଥାଉ, କେତେବେଳେ ଜଙ୍ଗଲରେ ଥାଉ, କେତେବେଳେ ପାହାଡ଼ରେ ଥାଉ। ଇଏ ଜୀବନ ଏଇଭଳି ଭାବରେ କଟିଛି। କେଉଁଠି ମାଡ଼ ବି ଖାଉ, କେଉଁଠି କଞ୍ଚା କଖାରୁ ଆଳୁ ବାଇଗଣ ଖାଉ। ଏଇଭଳି ଜୀବନ ଆରମ୍ଭ ହେଇଥିଲା। କିନ୍ତୁ ଆଜି ମୂଲ ଲାଗିଥା ମୂଲିଆ, ଦିନେ ପାଇବ ମଜୁରୀ। ତେଣୁ ଯଦି ତୁମେ ପ୍ରକୃତରେ କର୍ମକୁ ଭଲ ପାଇବ, ଦୁନିଆରେ ସବୁ କିଛି କରିପାରିବ। ମୋଟେ ଖଡ଼ା ଗଛ ଯଦି ଆଜି ବୁଣିଦେବ, 7-8 ଦିନ କି 10 ଦିନ ଭିତରେ ସେ ଖଡ଼ାକୁ କାଟିକିରି ମଧ୍ୟ ପଖାଳ ଭାତ ସାଙ୍ଗରେ ଖାଇପାରିବ। ତେଣୁ କର୍ମବିହୀନ ପ୍ରାଣୀ, କର୍ମଭୀରୁ ପ୍ରାଣୀ ହେଉଛନ୍ତି ଇଏ ସମାଜର ସବୁଠାରୁ ବଡ଼ ଅଲକ୍ଷଣା। ତାଙ୍କ ମୁହଁ ଚାହିଁଲେ ପାପ ପ୍ରବେଶ କରିବ। ତେଣୁ ସଜ୍ଜନ, ଆମେ ସମସ୍ତେ ଇଏ କଥା ବେଶୀ ବଡ଼ କଥା ନୁହେଁ,
ମୁଁ କହୁଛି ବୋଲି ଆପଣମାନେ ଶୁଣୁଛନ୍ତି, ଇଏ ଗୋଟେ କଥା, କିନ୍ତୁ ପ୍ରକୃତରେ ବଡ଼ କଥା କିଛି ନାହିଁ। ଇଏ ନିତ୍ୟ ନୈମିତ୍ୟ କଥା କେଉଁ ଯୁଗରୁ ଆଇଛି। ମୁଁ କରୁଛି, ମୋ ପୁଅ କରିବ, ମୋ ପୁଅ କରିବ, ମୋ ପୁଅ କରୁଛି, ମୋ ନାତି କରିବ। ନାଇଁ ବାପ ଯାହା କରୁଛି ପୁଅ ସେୟା କରୁନି। ମୁଁ ତାକୁ ଓଲଟା କହିଦେଲି। ପୁଅ ବି ଯାହା କରୁଛି ତା ନାତି ବି ସେ କଥା କରୁନି। ଯଦି ସମାଜ ଏଇଆ ହୁଏ ତାହେଲେ ଇଏ ହେଉଛି ମର୍ତ୍ତ୍ୟ ବୈକୁଣ୍ଠ। ଏଇ ଯେଉଁ ଧାମରେ ଆମେ ବହିଛେ, ଏଇ ଧାମଟା ହେଉଛି ମର୍ତ୍ତ୍ୟ ବୈକୁଣ୍ଠ। ଇଏ ମର୍ତ୍ତ୍ୟ ବୈକୁଣ୍ଠଟି ଉଜୁଡ଼ିଯିବ। ସେ ଉଜୁଡ଼ିବ, ତାକୁ ଉଜାଡ଼ିବେ କିଏ? ଯେତିକ ମଦ ଖାଇକି ରାସ୍ତାରେ ଗଡ଼ୁଛନ୍ତି ସେଇମାନେ ଉଜାଡ଼ି ଦେଇଛି, ସିଏ ମରିବେ, ତା ପଛେ ଆମେ ହିଁ ମରିବୁ। ତେଣୁ ସେଇ ସୁନ୍ଦର ଦୁନିଆକୁ ରଖିବା ପାଇଁ, ଜୀବନଟିକୁ, ପରିବାରଟିକୁ ଟିକେ ସୁନ୍ଦର କରିବା ପାଇଁ ଆମେ ସେଥିପାଇଁ ଯୋଗସ୍ଥଂ କୁରୁ କର୍ମାଣି, ସେଥିପାଇଁ ଆମେ ବିଚାର କରିବା, ସାଧୁସଙ୍ଗ କରିବା, ଇତ୍ୟାଦି କରି ଆମେ ଜୀବନରେ ସଫଳ ହେବା। ଆମର ସଫଳତା ଦରକାର, ବିଫଳ ଆମେ ହେବୁନି। ସେଥିପାଇଁ ଠାକୁରଙ୍କ ଦୁଆର ମୁହଁରେ ରଖାଯାଇଥାଏ ଜୟ ବିଜୟ। ହଉ, ଆଜିର କଥା ଏଇଠି ରହିଲା। ମୁଁ 2-3 ଦିନ ରହିବି ବର୍ତ୍ତମାନ। ଯେଉଁମାନେ ଆସିବା କଥା ଆସନ୍ତୁ। ତାପରେ ଯେଉଁମାନେ ବ୍ୟସ୍ତ ହେଇ ପଡ଼ୁଛନ୍ତି ଯେ ବାବା କାହିଁ ଏତେ ବୁଲୁଛନ୍ତି, ହଁ ଟିକେ ବୁଲିବା ଟିକେ କମେଇଦେବା, କିନ୍ତୁ କର୍ମ କରିବାକୁ ପଡ଼ିବ। ତା ନହେଲେ ମୁଁ ବି ଋଣୀ ହେଇଯିବି ପୃଥିବୀର, ମୁଁ ବି ଧରିତ୍ରୀ ମାତାର ଋଣୀ ହେଇକିରି ଯିବି। ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ କଥାରେ ହେଉ ବା କର୍ମ କରିବାକୁ ପଡ଼ିବ। ଏ ହେଉଛି କଥା। ଶେଷରେ ମୋର ଇଷ୍ଟଦେବ ଗୁରୁଦେବଙ୍କ ପଦାବ୍ଜରେ ଆଜିର କଥାକୁ ସମର୍ପଣ କରୁଛି ଏବଂ ଆମ ବିଶ୍ୱ, ଆମ ଦେଶରେ ଯେଉଁ ଅଶାନ୍ତି, ଯୁଦ୍ଧ, ବିଭୀଷିକା, ପ୍ରାକୃତିକ ବିପର୍ଯ୍ୟୟ, ମହାମାରୀ ଇତ୍ୟାଦି ଆସୁଛି, ପ୍ରଶମିତ ହଉ, ସମସ୍ତେ ଶାନ୍ତିରେ ରୁହନ୍ତୁ। କୀର୍ତ୍ତନ କର। ଗୌରୀ ଶଙ୍କରଙ୍କର କଥା ଯେତେବେଳେ ସ୍ମରଣ କରୁଥିଲି, ସେତେବେଳେ ମାନବ ଜୀବନ ନୁହଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର, କର୍ମ ଏକା ତାର ଜୀବନର ମାନଦଣ୍ଡ, ଏ କଥାଟି କହିଥିଲି। କିନ୍ତୁ ବାସ୍ତବରେ ଏ ପଦ୍ୟଟି କର୍ମବୀର ଗୌରୀଶଙ୍କରଙ୍କର ନୁହେଁ। ଏଇଭଳି ଏକ ମହାନ କବିତାଙ୍କୁ ଦେଶାତ୍ମବୋଧକ କବିତାକୁ ଲେଖିଛନ୍ତି ଗୋପବନ୍ଧୁ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ। ତେଣୁ ଉତ୍କଳମଣି ଗୋପବନ୍ଧୁ, ଗୌରୀଶଙ୍କର, କର୍ମବୀର ଗୌରୀଶଙ୍କର, ଏମାନେ ସମସ୍ତେ ଓଡ଼ିଆ ଜାତିର ଅଳଙ୍କାର। ତେଣୁ ସେମାନଙ୍କୁ ପ୍ରଣାମ ଜଣାଉଛି। ଶ୍ରୋତାମାନେ ଯଦି ଏହା ଶୁଣିଥିବେ ଟିକେ କରେକ୍ସନ୍ କରି ଆଉ ଥରେ ଶୁଣନ୍ତୁ। ଜୟ ଗୁରୁ, ଜୟ ଜଗନ୍ନାଥ।